ଏହି ଡକୁମେଣ୍ଟ ନଥିଲେ ମିଳିବନି ସୁଭଦ୍ରା ଟଙ୍କା। ସରକାରଙ୍କର ନୂଆ ଯୋଜନା ସୁଭଦ୍ରା ଯୋଜନାରେ ଜଲ୍ଦି ଜଲ୍ଦି କରିଦିଅ ଏହି ଡକୁମେଣ୍ଟ। ହଁ ଦର୍ଶକ ବନ୍ଧୁ, ଏହି ଯୋଜନାରେ ମହିଳାମାନଙ୍କୁ ମିଳିବ 50,000 ଟଙ୍କା। ବିବାହିତା ମହିଳାମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ। ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ରହିଛି। 2024 ସାଧାରଣ ନିର୍ବାଚନ ପାଇଁ ପ୍ରଚାର ସମୟରେ ବିଜେପି ଓଡ଼ିଶାରେ ସରକାର ଗଠନ କଲେ ମହିଳାମାନଙ୍କୁ 50,000 ଟଙ୍କା ଦେବ ବୋଲି ଘୋଷଣା କରିଥିଲା, ଯାହାକୁ ସେ ବର୍ତ୍ତମାନ କାର୍ଯ୍ୟକାରୀ ମଧ୍ୟ କରିଛି। ତେବେ ଜାଣନ୍ତୁ କ'ଣ ରହିଛି ସୁଭଦ୍ରା ଯୋଜନା। ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ମିଳିବ 50,000 ଟଙ୍କାର ଭାଉଚର, ଯାହାକୁ ସେ 2 ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ଏହି ଯୋଜନା ଆଗାମୀ 100 ଦିନ ମଧ୍ୟରେ ଲାଗୁ ହେବାକୁ ଯାଉଛି। ଏହି ଯୋଜନାର ଲାଭ ଉଠାଇବା ପାଇଁ ଅନେକ ପ୍ରମାଣପତ୍ର ଆବଶ୍ୟକତା ମଧ୍ୟ ରହିଛି। ତେବେ ଜାଣନ୍ତୁ ଏହି ଯୋଜନା ପାଇଁ ଆବଶ୍ୟକ ଥିବା ପ୍ରମାଣପତ୍ର କ'ଣ। ପ୍ରଥମ ରହିଛି ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଇନକମ୍ ସାର୍ଟିଫିକେଟ୍, ରେସିଡେଣ୍ଟ ସାର୍ଟିଫିକେଟ୍ ଏବଂ ମୋବାଇଲ ନମ୍ବର, ତା ସହିତ ପାସବୁକ୍ ଫଟୋ। ତେବେ ଯଦି ଆପଣଙ୍କ ନିକଟରେ ଏଥିମଧ୍ୟରୁ କୌଣସି ପ୍ରମାଣପତ୍ର ନାହିଁ, ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ବିଶେଷ ବିବରଣୀ ପାଇପାରିବେ। ହଁ ଦର୍ଶକ ବନ୍ଧୁ, ସୂଚନା କିଛି ଏମିତି ରହିଛି। ତ ଯାହାର ବି ଡକୁମେଣ୍ଟ ନାହିଁ, ଜଲ୍ଦି ଜଲ୍ଦି ଆପଣ ଜନସେବା କେନ୍ଦ୍ରକୁ ଯାଇ ଡକୁମେଣ୍ଟ ବାହାର କରନ୍ତୁ। ସୂଚନା ଆଜି ପାଇଁ ଏତିକି। ନମସ୍କାର।